ନମସ୍କାର। ଆଜି ଆମେ ଶୁଣିବା ଚତୁର କୁଆର କାହାଣୀ। ବୈଶାଖ ମାସ ଖରା ଦିନ। ନଈ ପୋଖରୀ ଶୁଖି ଯାଇଥାଏ। ଥରେ ଗୋଟିଏ କୁଆକୁ ଭାରି ଶୋଷ ହେଲା। ଚାରିଆଡ଼େ ବୁଲି ବୁଲି ସେ କେଉଁଠି ବି ପାଣି ଟୋପାଏ ପାଇଲା ନାହିଁ। ଥକା ହୋଇ ଆମ୍ବ ଗଛ ଡାଳରେ ବସିଲା। କିଛି ଦୂରରେ ଗୋଟିଏ ମାଠିଆ ଦେଖିଲା। ମାଠିଆ ପାଖକୁ ଉଡ଼ିଯାଇ ଦେଖିଲା ସେଥିରେ ଅଳ୍ପ ପାଣି ଅଛି। ସେ ତା ଥଣ୍ଟକୁ ପାଣି ପାଖକୁ ବଢ଼ାଇଲା, କିନ୍ତୁ ସେ ତା ଥଣ୍ଟ ପାଣି ପାଖକୁ ପାଇଲା ନାହିଁ। ସେ କହିଲା, ଏବେ କ'ଣ କରିବ, କିପରି ସେ ପାଣି ପିଇବ? ସେଥିପାଇଁ ସେ ଗୋଟିଏ ଉପାୟ ପାଞ୍ଚିଲା। ସେ ଦେଖିଲା ପାଖରେ କିଛି ଗୋଡ଼ି ପଡ଼ି ରହିଛି। ଛୋଟ ଛୋଟ ଗୋଡ଼ି ଗୋଟାଇ ଆଣି ମାଠିଆରେ ପକାଇଲା। ତେଣୁ ପାଣି ଧୀରେ ଧୀରେ ଉପରକୁ ଉଠିଲା। କୁଆ ଥଣ୍ଟ ବୁଡ଼ାଇ ପାଣି ପିଇଲା। ଆନନ୍ଦରେ ପେଟେ ପାଣି ପିଇ ସେ ଉଡ଼ିଗଲା। ଏଥିରୁ ଆମେ ଶିଖିଲେ ବୁଦ୍ଧି ବଳରେ ସବୁ କାମ କରିହୁଏ। ଯଦି ଆପଣମାନଙ୍କୁ ଆମ ଗପଟି ଭଲ ଲାଗିଥାଏ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଲାଇକ୍ କରନ୍ତୁ। ଧନ୍ୟବାଦ।